ଆଉ ନାହାନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନ୍ୟତମ ପ୍ରମୁଖ ଗବେଷକ, କବି ଓ ଆଇନଜୀବୀ ନାରାୟଣ ନନ୍ଦ। କିଛି ଦିନ ଅସୁସ୍ଥ ରହିଥିବା ସ୍ୱର୍ଗତ ନନ୍ଦ 12 ତାରିଖ ସୋମବାର ରାତି ପ୍ରାୟ 8ଟା ସମୟରେ କଟକସ୍ଥ ଏସ୍ସିବି ମେଡିକାଲ କଲେଜରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 1954 ମସିହାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ନନ୍ଦ ପୁରୀର ତତ୍କାଳୀନ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ କିରାନୀ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ସେ ଜଣେ ଉତ୍ତମ ବେହେଲା ବା ଭାୟୋଲିନ୍ ବାଦକ ଓ କବି ମଧ୍ୟ ଥିଲେ। ଅବସର ଗ୍ରହଣ ପରେ ସେ ଓକିଲାତି ବୃତ୍ତି ଆରମ୍ଭ କରିଥିଲେ ଓ ଅନେକ ସମୟ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଗବେଷଣାରେ କଟାଇଥିଲେ। ନୀଳାଚଳ ତତ୍ତ୍ୱସନ୍ଧାନ ପରିଷଦର ସଂଗଠନ ସମ୍ପାଦକ, ପରିଷଦ ପକ୍ଷରୁ ପ୍ରକାଶିତ ପତ୍ରିକା ତତ୍ତ୍ୱଦର୍ଶୀର ସମ୍ପାଦକ ଭାବେ ସେ ବହୁ କାର୍ଯ୍ୟ କରିଥିଲେ। ତାଙ୍କର ମହାପ୍ରୟାଣ ଖବରରେ ତାଙ୍କୁ ଜାଣିଥିବା ମହଲ ସ୍ତବ୍ଧ ହୋଇଯାଇଥିଲା। ତାଙ୍କର ମରଶରୀର କଲେଜ ନିକଟ କ୍ଲାର୍କ ରୋଡସ୍ଥ ବାସଭବନରେ ପହଞ୍ଚିବାରେ ଆତ୍ମୀୟ ସ୍ୱଜନଙ୍କ ସମେତ ଗୁଣମୁଗ୍ଧ ତାଙ୍କର ଶେଷ ଦର୍ଶନ କରିଥିଲେ। ପରେ ଏକ ପଟୁଆରରେ ମରଶରୀରକୁ ସ୍ୱର୍ଗଦ୍ୱାର ମହାଶ୍ମଶାନକୁ ନିଆଯାଇ ସେଠାରେ ତାଙ୍କର ପୁତ୍ର ଦ୍ୱାରା ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଦୃଷ୍ଟି ପରିବାର ପକ୍ଷରୁ ଆମେ ଆମର ଶୁଭେଚ୍ଛୁ ସ୍ୱର୍ଗତ ନାରାୟଣ ନନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଓମ୍ ଶାନ୍ତି।